ବା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 525 526। 525ରେ ପ୍ରଭୁ ଲେଖୁଛନ୍ତି, ଆଦୌ କୌଣସି ତାରତମ୍ୟ ନ ରଖି ସହାନୁଭୂତି ପ୍ରଦର୍ଶନ କରିବା ହେଉଛି ଆମ ସ୍ୱଭାବର ସବୁଠାରୁ ବଡ଼ ଓ ପ୍ରଶଂସନୀୟ ଗୁଣ। ଗୋଟିଏ ପ୍ରାଣୀକୁ ମଧ୍ୟ ଏତେ ଟିକିଏ ହେଲେ ଆଘାତ ନ ପହଞ୍ଚାଇବା ହେଉଛି ମନୁଷ୍ୟର ଭଲ ଗୁଣଗୁଡ଼ିକ ମଧ୍ୟରେ ସର୍ବୋଚ୍ଚ। ମାତ୍ର ପରମ ପ୍ରଭୁ ଏଥିମଧ୍ୟରୁ କୌଣସିଟିକୁ ହିଁ ମାନନ୍ତି ନାହିଁ। ତେଣୁ ମନୁଷ୍ୟକୁ ଆମେ ସେ ପରମ ସର୍ବ ପ୍ରେମମୟଙ୍କ ଠାରୁ ଅଧିକ ଉଦାର ଓ ଅଧିକ ଭଲ ବୋଲି କହିବା କି? ଜ୍ଞାନ 526। ଜଣେ ମନୁଷ୍ୟର ଶରୀର ଅଥବା ମନକୁ କୌଣସି କଷ୍ଟ ଭୋଗରୁ ଉଦ୍ଧାର କରି ଆଣିବା ଦ୍ୱାରା ଯେ ସର୍ବଦା ତାର ଆତ୍ମା, ମନ କିମ୍ବା ଶରୀର ଲାଗି ଆଦୌ ହିତକର ହୁଏ ନାହିଁ, ଏହି କଥାଟିକୁ ଜାଣିବା ହେଉଛି ମନୁଷ୍ୟ ସ୍ତରର ସହାନୁଭୂତିଶୀଳ ହୋଇ ରହିଥିବା ବ୍ୟକ୍ତିମାନଙ୍କ ଲାଗି ଏକ ଅତ୍ୟନ୍ତ କଟୁ ଅନୁଭୂତି। ପ୍ରଥମେ ଜ୍ଞାନ 525ରେ ଯେଉଁ ପ୍ରଶ୍ନଟି ଉଠେଇଲେ, ଜ୍ଞାନ 526 ତାର ଉତ୍ତର। ସାଧାରଣତଃ ମନୁଷ୍ୟମାନଙ୍କ ପାଖରେ ଆମେ କହୁ କୋଉଟା ସବୁଠାରୁ ମହାନ ଗୁଣ, ପ୍ରଶଂସନୀୟ ଗୁଣ, କୋଉଟା ନିହାତି ଆବଶ୍ୟକ ଏବଂ ଅତି ଭଲ ମଣିଷର ଲକ୍ଷଣ କ'ଣ? ଯେ ସମସ୍ତଙ୍କ ପ୍ରତି ସେ ସହାନୁଭୂତି ପ୍ରଦର୍ଶନ କରିବ, କୌଣସି ତାରତମ୍ୟ ନ ରଖି, ଆଉ କୌଣସି ପ୍ରାଣୀଙ୍କୁ କେବେ ଆଘାତ ନ ପହଞ୍ଚେଇବ ନାହିଁ। ଏ ଯୋଉ ତାରତମ୍ୟ ନ ରଖି ସହାନୁଭୂତି ପ୍ରଦର୍ଶନ କରିବା ଭିତରେ ଗୋଟେ ପ୍ରଶ୍ନ ଆମେ କେହି କାହାରିକୁ ପଚାରିଛୁ କି ନାହିଁ ମୁଁ ଜାଣେନି, କିନ୍ତୁ ପ୍ରଶ୍ନ ଉଠିବା ଉଚିତ। ତାରତମ୍ୟ ନ ରଖିବା କଥା କୁହାଯାଉଛି, ମନେ କରାଯାଉ ଆମେ ଦୁଇଟି ସିଚୁଏସନ ନବା। ଜଣେ ରୋଗୀ ଆଉ ଜଣେ ସମର୍ଥ ସୁସ୍ଥ ବ୍ୟକ୍ତି। ଜଣେ ରୋଗୀ ପାଇଁ କେତେ ଗୁଡ଼ିଏ ଖାଦ୍ୟ, କେତେ ଗୁଡ଼ିଏ ଘଟଣା ଗୁଡ଼ିକ ବା ପରିସ୍ଥିତିର କିଛି ଆବଶ୍ୟକ ଯୋଉଟା କି ମନା କରାଯାଇଛି ଏବଂ କିଛି ଗୋଟେ ତା ପାଇଁ ନିହାତି ଆବଶ୍ୟକ। ଖାଦ୍ୟର ଏକ୍ସାମ୍ପଲ ଆମେ ଯଦି ନବା, ସେତେବେଳେ ଆମେ କହିବା ନାହିଁ ଆମେ କୌଣସି ତାରତମ୍ୟ ଦେଖୁନାହୁଁ, ତେଣୁ ରୋଗୀ ହୁଅ କି ଭୋଗୀ ହୁଅ କି ସାଧାରଣ ମନୁଷ୍ୟ ହୁଅ, ଆମେ ସମସ୍ତଙ୍କୁ ସେଇ ସମାନ ଖାଦ୍ୟ ଦଉ। ବର୍ତ୍ତମାନ ଯିଏ ରୋଗୀ, ତାର କିନ୍ତୁ ସେଇଟା ହେଉଛି ଅନାବଶ୍ୟକ। ସେ ଯୋଉ ଖାଦ୍ୟଟି ହେଇଛନ୍ତି ତା ପାଇଁ ରୋଗର ଯୋଉ ମନା ହେଇଛି, ଯୋଉ କେତେ ଗୁଡ଼ିଏ ପଏଣ୍ଟ ତା ଭିତରେ ସେଇଗୁଡ଼ିକ ରହିଛି। ବର୍ତ୍ତମାନ ଆପଣ ତାରତମ୍ୟ ନ ରଖି କହିବେ ମୁଁ ସମସ୍ତଙ୍କୁ ସମାନ ଦେବି, ଏଇଠି ଭୁଲ ହୁଏ। କିନ୍ତୁ ଆଉ ଗୋଟେ ଜାଗାରେ ଯୋଉଠି ଆମେ ଯଦି ସମାନ ଧରଣର ବ୍ୟକ୍ତି ଅଛନ୍ତି, ସମାନ ଧରଣର ବ୍ୟକ୍ତିରେ ଲୋକ ତାକୁ ମିସଅଣ୍ଡରଷ୍ଟାଣ୍ଡ ବି କରନ୍ତି, କିନ୍ତୁ ଏଠି ସମାନ ଧରଣରେ ଏଇ ଅର୍ଥରେ କୁହାଯାଉଛି କାହାର ଶରୀରର ଆବଶ୍ୟକତା କ'ଣ ରହିଛି, ସେଇ ଅନୁସାରେ ଯେତେବେଳେ ଖାଦ୍ୟ ଆପଣ ଦଉଛନ୍ତି, ଯଦି ସମାନ ଦଉନାହାନ୍ତି, ପକ୍ଷପାତୀ କରୁଛନ୍ତି, ତେବେ ଆପଣ ସେଇଠି ଭୁଲ ବୋଲି କହିପାରନ୍ତି। କିନ୍ତୁ କାହା ପାଇଁ କୋଉଟା ଆବଶ୍ୟକ ସେଇଟା ବା ସେଇ ଜ୍ଞାନ, ଯେପରି ଆମେ ଖାଦ୍ୟରେ ଦେଖିଲେ ସେମିତି ଶରୀର ଦୃଷ୍ଟିରୁ କେତେ ଗୁଡ଼ିଏ ଜିନିଷ ରହିଛି, ସେମିତି ମନ ଦୃଷ୍ଟିରୁ କେତେ ଗୁଡ଼ିଏ ଜିନିଷ ରହିଛି, ପ୍ରାଣ ଦୃଷ୍ଟିରୁ କେତେ ଗୁଡ଼ିଏ ଜିନିଷ ରହିଛି, ସର୍ବୋପରି ଆତ୍ମା କ'ଣ ଚାହୁଁଛି, ସେଇ ଯୋଉ ଜ୍ଞାନଟି ଯାହା ପାଖରେ ନାହିଁ, ଜ୍ଞାନ 526ରେ ସେଥିପାଇଁ କହୁଛନ୍ତି ଯୋଉଟା ମନ ବା ଶରୀର ଲାଗି ଆଦୌ ହିତକର ହୋଇନଥାଇପାରେ, କିନ୍ତୁ ଆତ୍ମା ପାଇଁ ସେଟା ହେଉଛି ହିତକର। ସେତେବେଳେ ଆପଣ ମନ ବା ଶରୀରର କଥା ଶୁଣି ଯଦି ତାର ସେଇ ମନୋବାଞ୍ଛାଟିକୁ ପୂରଣ କରୁଛନ୍ତି, ତେବେ ଆପଣ ହିତ କରୁଛନ୍ତି ନା ଅହିତ କରୁଛନ୍ତି? ସେଇଟା ତେବେ ଆପଣଙ୍କର ପ୍ରଶଂସନୀୟ ଗୁଣ ବୋଲି ସ୍ୱୀକାର କରାଯିବ କି?
ଯୋଉଟା ମୋ ପାଇଁ ବା ମନୁଷ୍ୟ ମାନଙ୍କ ପାଇଁ ବା ମନୁଷ୍ୟ ଜାତି ପାଇଁ ସର୍ବୋଚ୍ଚ ଗୁଣ ବା ସବୁଠାରୁ ଭଲ ଗୁଣ ବୋଲି ଆମେ ବିଚାର କରୁ ଆମର ମନ ଦୃଷ୍ଟିକୋଣରୁ, ସେତେବେଳେ ପରମ ସର୍ବପ୍ରେମମୟଙ୍କ ଦୃଷ୍ଟିରେ ତାହା ଭଲ ଗୁଣ କି ନାହିଁ ଆମେ ପରୀକ୍ଷା କରୁ କି? ଏଇଠି ଗୋଟେ କାହାଣୀ ଲୋକ କଥା ରହିଛି, ଯୋଉଟା ମନେ ପଡୁଛି। ଥରେ ଦେବଦେବ ମହାଦେବଙ୍କ ପାଖରେ ସବୁ ଦେବାଦେବୀ ମାନେ ଆସି ପହଞ୍ଚୁଛନ୍ତି। ସେଇ ସମୟର ଏକ ଘଟଣା। ବିଷ୍ଣୁ ଆସି ପହଞ୍ଚିଗଲେ ଏବଂ ଗରୁଡ଼ ରୁ ଓହ୍ଲେଇ ସାରିଲା ପରେ ଗରୁଡ଼ ବାହାରେ ଅପେକ୍ଷା କରିଛନ୍ତି। ବିଷ୍ଣୁ ଯାଇଛନ୍ତି ଭିତରକୁ ଆଲୋଚନା ସଭାକୁ। ବାହାରେ ଗରୁଡ଼ ବସିଛନ୍ତି। ଏଇ ସମୟରେ ପାଖ ବାଟ ଦେଇକି ଯମ ଯେତେବେଳେ ଆସି ଯାଇଛନ୍ତି, ଯମ ଗୋଟେ ଚଢେଇକୁ ଚାହିଁ ଦେଖିଦେଲେ, ହସିଦେଲେ। ପ୍ରଥମେ ଗମ୍ଭୀର ହେଇଗଲେ, ତାପରେ ହସିଦେଲେ ଟିକେ। ଗରୁଡ଼ ଚାହିଁଲା, ଯମ ଜଣକୁ ଚାହିଁକି ଗମ୍ଭୀର ହେଇଗଲେ, କିନ୍ତୁ ତାପରେ ହସିଲେ। ଗମ୍ଭୀର ହେଇଗଲେ କାହିଁକି? ତାମାନେ ବୋଧହୁଏ କିଛି ଗୋଟେ ଅନିଷ୍ଟ ଘଟିବାର ଅଛି ସେଇ ଛୋଟ ଚଢେଇ ପାଇଁ। ତେଣୁ ସେ କଣ କଲେ, ଯେ ଭାବିଲେ ଯେ ଯମଙ୍କ ଦୃଷ୍ଟିରୁ ମୁଁ ଆକୁ ବଞ୍ଚେଇବି। ଏହା ଭାବି ତାକୁ ସେ କଣ କଲେ, ସେଠୁ ନେଇ ତାଙ୍କର ଯୋଉ ତୀବ୍ର ବେଗରେ ଉଡି ପୁରା ଏକରେ କହିଲେ, ମୁଁ ଏମିତି ଗୋଟେ ଦୂରକୁ ନେଇଯିବି ଯୋଉଠି ମାନେ ଯମ ବାହାରିଲା ବେଳକୁ ତାଙ୍କ ଦୃଷ୍ଟିରେ ପଡିବ ନାହିଁ। ଏହା ଭାବି ବହୁତ ଦୂରକୁ ନେଇ ଗୋଟେ ଗଛର କୋରଡ଼ରେ ତାକୁ ରଖିଦେଇ ପଳେଇ ଆସିଲେ। କହିଲେ, ଓହ, ବଡ କାମ କରିଦେଇଛି। ଯମର ଦୃଷ୍ଟିରୁ, ଯମଙ୍କ ଦୃଷ୍ଟିକୋଣରୁ ବା ଦୃଷ୍ଟିରୁ ମୁଁ ବଞ୍ଚେଇ ଦେଲି ଚଢେଇଟିକୁ। ବର୍ତ୍ତମାନ ସମସ୍ତେ ଦେଖିବେ, ଯାହା ହଉ ବଞ୍ଚିଗଲା ଚଢେଇଟି। ଯମ ଆସିଲେ, ଦେଖିଲେ ଚଢେଇଟି ନାହିଁ। ଟିକେ ଧ୍ୟାନ ଦେଲେ, ପୁଣି ହସିଲେ, ପୁଣି ପଳେଇଲେ। ଯାଉଛନ୍ତି, ଗରୁଡଙ୍କ ମନରେ ପ୍ରଶ୍ନ ଉଠିଲା, କି କଥା? ଚଢେଇଟିକୁ ନ ଦେଖି ଯମ ବିଷାଦରେ ପଡିଯିବା କଥା, ପୁଣି କଣ ହସୁଛନ୍ତି? ତାଙ୍କ ଦୃଷ୍ଟିରୁ ମୁଁ ବଞ୍ଚେଇ ଦେଇଛି, ସେ ତାକୁ ଖୋଜିବା କଥା। କୁଆଡେ ଗଲା ସେ ଚଢେଇ? କିଏ ନେଲା ଏଠି ତାକୁ? କହିଲେ, ଯମକୁ ଯାଇ ପଚାରିଲେ, କହିଲେ, ପ୍ରଭୁ, ଆମର ଗୋଟେ ଆପଣଙ୍କ ପାଖରେ ଗୋଟେ ପ୍ରଶ୍ନ ରହିଛି। ନା, କୁହନ୍ତୁ। ଆପଣ ଗଲାବେଳେ ଯୋଉ ଚଢେଇକୁ ଚାହିଁକି ଅନେଇକି ହସିଲେ, ଗମ୍ଭୀର ହେଲେ, ଅନେଇକି ହସିଲେ, ତାପରେ ମୁଁ ଆପଣଙ୍କ ଦୃଷ୍ଟିରୁ ତାକୁ ବଞ୍ଚେଇବା ପାଇଁ ନେଇକି ପୁରା ଦୂରରେ ନେଇକି ଛାଡିକି ଆସିଛି, ଆପଣ ଆସି ବ୍ୟତିବ୍ୟସ୍ତ ନ ହେଇ ଆପଣ ପୁଣି କଣ ହସୁଛନ୍ତି? ଯମ ହସିଲେ, କହିଲେ, ଗରୁଡ, ମୁଁ ପ୍ରଥମେ ତ ଗମ୍ଭୀର ହେଇଥିଲି। କଣ ପାଇଁ ଗମ୍ଭୀର ହେଇଥିଲି ଜାଣିଛ? ନା କଣ ପାଇଁ? ନା ଚଢେଇଟି ଏତେ ଛୋଟ ଚଢେଇଟି, ଆଉ କିଛି ମୁହୂର୍ତ୍ତ ପରେ ଗୋଟେ ସାପଟିଏ ତାକୁ ଗିଳିବ, ସାପଟିର ସେ ଆହାର ହବ, ତାହା ମତେ ଦେଖାଗଲା ତାକୁ ଦେଖିଲା ପରେ। ତେଣୁ ମୁଁ ଭାବିଲି, ଗମ୍ଭୀର ହେଲି ଏଇ ସକାଶେ, ଏତେ ଛୋଟ ଚଢେଇ, ଡେଣା ତାର ଏଡିକିଟିଏ, ସେ ପୁଣି ଏଉଠୁ ଏତେ ଯୋଜନ ଦୂରରେ ଯାଇକି ସେ ଚଢେଇର ଆହାର କେମିତି ହବ? ଭୁଲ ହେଇଗଲା କି ଆଉ? ତାପରେ ପୁଣି ଭାବି ହସିଲି, ପ୍ରଭୁଙ୍କ ସୃଷ୍ଟି, ପ୍ରଭୁଙ୍କର କଣ ଥିବ, କଣ ଲୀଳା ତାଙ୍କର, ସିଏ ତାଙ୍କର ବୁଝିବେ। ଚାଲିଗଲେ। ବର୍ତ୍ତମାନ ଜାଣିଲି ଯେ ପ୍ରଭୁ ତୁମକୁ ବ୍ୟବହାର କରି ତାହା କରେଇ ନେଲେ। ଗରୁଡ ମୁଣ୍ଡରେ ହାତ ମାରିଲା, ଆରେ ହେ, ବରଂ ମୁଁ ଯଦି ଏଠୁ ତାକୁ ନେଇ ସେଠି ପହଞ୍ଚେଇ ନଥାନ୍ତି, ମନେ କରାଯାଉ ଆମେ ଭାବିବା, ଗରୁଡ ଭାବିଲା, ଯଦି ମୁଁ ପହଞ୍ଚେଇ ନଥାନ୍ତି, ହୁଏତ ସେ ବଞ୍ଚି ଯାଇଥାନ୍ତା।
ତେବେ ତାର ହିତ ସାଧନ କରିବା ପାଇଁ ଭାବି ତା ପାଇଁ ଯାହା କଲେ ତା ହିତ ସାଧନ ହେଲା କି? ଏଇଭଳି ଅନେକ କ୍ଷେତ୍ରରେ ଦେଖାଯାଏ। ଆମେ ସେ ଯୋଉ କାହାଣୀ ମନେ ପକେଇବେ, ଯଦି ସେଇ କାହାଣୀରେ ସେ ନାବିକ ବା ବଣିକ ଯଦି ଜେଲ ଯାଇ ନଥାନ୍ତେ 3 ଦିନ, ସେ ନିଶ୍ଚୟ ତାଙ୍କ ବୋଇତ ଧରିକି ଯାଇଥାନ୍ତେ। ଆମେ ଏ କାହାଣୀଟି ଶୁଣିଛନ୍ତି, ତେଣୁ ମୁଁ ଖାଲି ଘଟଣାଟି କହିଦଉଛି। ବୋଇତ ନେଇକି ନିଶ୍ଚୟ ଯାଇଥାନ୍ତେ ଏବଂ ଝଡରେ ପଡିଥାନ୍ତେ, ବୋଇତ ସହିତ ସିଏ ବି ନିଶ୍ଚିହ୍ନ ହେଇଯାଇଥାନ୍ତେ। ତେବେ ମିଥ୍ୟା ଆରୋପରେ ହଉ ପଛେ ତାଙ୍କୁ ଜେଲ ଭିତରେ ରଖିବା ପାଇଁ ପ୍ରଭୁ ଯୋଉ ଲୀଳା ରଚନା କଲେ, ତାହା ପ୍ରଥମ ଆମେ ବ୍ୟକ୍ତି ଦୃଷ୍ଟିକୋଣରୁ ଯଦି ଦେଖିବା, କଣ ହବ? କି କଥା, ଲୋକଟିର କିଛି ଭୁଲ ନାହିଁ। ସିଏ ଭଗବାନଙ୍କର ଏଡେ ବଡ ଭକ୍ତ, ପୁଣି ବିନା କାରଣରେ ଜେଲ 3 ଦିନ, ଇଏ କି ନ୍ୟାୟ ଭଗବାନଙ୍କର? ତେଣୁ ଯୋଉ ଗୁଡ଼ିକ ଆମେ ଭୁଲ ଅନ୍ୟାୟ ବୋଲି କହୁ, ଭଗବାନଙ୍କ ପାଇଁ ପରମଙ୍କ ପାଖରେ ତାହାର ସଂଜ୍ଞା ଅଲଗା। ତାର ସଂଜ୍ଞା ହଉଛି କଣ? ଜ୍ଞାନ 526 କହୁଛନ୍ତି, ସଂଜ୍ଞା ହଉଛି ତାର ଆତ୍ମା ପାଇଁ କଣ ଆବଶ୍ୟକ। ସେ କହୁଛନ୍ତି ଜଣେ ମନୁଷ୍ୟର ଶରୀର ଅଥବା ମନକୁ କୌଣସି କଷ୍ଟ ଭୋଗରୁ ଉଦ୍ଧାର କରି ଆଣିବା ଦ୍ୱାରା ଯେ ସର୍ବଦା ତାର ଆତ୍ମା ମନ କିମ୍ବା ଶରୀର ଲାଗି ଆଦୌ ହିତକର ହୁଏ ନାହିଁ, ତାକୁ କଷ୍ଟ ଭୋଗରୁ ଆମେ ଉଦ୍ଧାର କରି ଆଣିବା ପାଇଁ ଯୋଉ ବାଟ କରୁ, ଏଇ କଥାଟିକୁ ଜାଣିବା ମନୁଷ୍ୟ ପାଇଁ ବହୁତ କାଠିକର ପାଠ ହେଇଯାଏ। ଏଠି କେତେ 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 ଉଦାହରଣ ଏଠି ଆସିଯିବ। ସେଇ ପୁଣି ଆଉଥରେ ମନେ ପକେଇବା, ଯେତେବେଳେ ସମ୍ବାଳୁଆରୁ ପ୍ରଜାପତି ହଉଛି, ସେ ଯେତେବେଳେ ବାହାରିବାକୁ ଚେଷ୍ଟା କରୁଛି, ସେ ବହୁତ କଷ୍ଟ କରୁଛି। ଆପଣ କହିବେ ନାଇଁ ମୁଁ କାଟିଦେବି ଖୋଳପାଟାକୁ, ନଷ୍ଟ ହେଇଯିବ, ସେ ମରିଯିବ। ଲେଖୁଛନ୍ତି ଏଇ କଥାଟିକୁ ଜାଣିବା ହଉଛି ମନୁଷ୍ୟ ସ୍ତରରେ ସହାନୁଭୂତିଶୀଳ ହୋଇ ରହିଥିବା ବ୍ୟକ୍ତିମାନଙ୍କ ଲାଗି ଏକ ଅତ୍ୟନ୍ତ କଟୁ ଅନୁଭୂତି। ସେଥିପାଇଁ ମା କହୁଛନ୍ତି ଦିବ୍ୟ ପରମ ଚେତନା ବିଷୟରେ ସଚେତନ ହେବାକୁ ହିଁ ମନୁଷ୍ୟର ଉପଲବ୍ଧି ଲାଗି ସର୍ବଜ ପରିପୂର୍ଣ୍ଣତା ରୂପେ ପ୍ରଦତ୍ତ କରାଯାଇଛି। ଏହା ବ୍ୟତୀତ ଆଉ ଯାହା କିଛି ରହିଲା, ସେ ସବୁ କିଛି ହେଉଛି କେବଳ ଅସାର କଥା। ଯଦି ଦିବ୍ୟ ପରମ ଚେତନା ସମ୍ପର୍କରେ ମୁଁ ସଚେତନ ହଉନାହିଁ, ତେବେ ଆଉ ସବୁ ହଉଛି ଅସାର। କେବଳ ତାଙ୍କ ସମ୍ବନ୍ଧରେ ସଚେତନ ହବା ପାଇଁ ଯାହା ଯାହା ଉପଲବ୍ଧି ମୋର ଆସିଲା, ତାହା ହଉଛି ସର୍ବୋଚ୍ଚ ଉପଲବ୍ଧି। ଏଠି ଆଉ ଗୋଟିଏ କଥା ମନେ ପକେଇଦବା, ଯେତେବେଳେ ଦକ୍ଷ ପ୍ରଜାପତିଙ୍କର ଅହଙ୍କାର ଚରମ ସୀମାରେ ପହଞ୍ଚିଛି, ଯେ ମୁଁ ହଉଛି ବ୍ରହ୍ମାଙ୍କର ପୁତ୍ର, ମତେ ଦାୟିତ୍ୱ ଦିଆଯାଇଛି, ପ୍ରଜାପତି ରୂପେ ମତେ ସ୍ଥାପିତ କରାଯାଇଛି, ତେଣୁ ମୁଁ ଏଇ ସଂସାରକୁ ପରିଚାଳନା କରୁଛି, ନୀତି ନିୟମ ମୁଁ ତିଆରି କରିବି। ଏଇ ମୁଁ ଭିତରେ ଏତେ ଅହଙ୍କାର ତାଙ୍କ ଭିତରେ ପରିପ୍ରକାଶ ସେ କରିଛନ୍ତି, ଅହଂଭାବ ଏତେ ବଢି ଯାଇଛି, ଚରମ ସୀମାରେ ପହଞ୍ଚିଗଲା ଭଳି ସେ ମହାଦେବଙ୍କ ବିରୁଦ୍ଧରେ ଚେଷ୍ଟା କରିଛନ୍ତି ଅନେକ କଥା, କେମିତି ମହାଦେବଙ୍କୁ କେହି ପୂଜିବେ ନାହିଁ, ଇତ୍ୟାଦି ଇତ୍ୟାଦି ବହୁତ ଚେଷ୍ଟା କରିଛନ୍ତି। ଏଇ ସମୟରେ ଗୋଟେ ଘଟଣା ଘଟି ଯାଇଛି। କଣ ହେଇଛି ନା, ବିଷ୍ଣୁଙ୍କର ଏକ ଅନନ୍ତ, ସେ ବିଷ୍ଣୁଙ୍କର ଭକ୍ତ ହେଇଛନ୍ତି, ବିଷ୍ଣୁଙ୍କୁ ପୂଜା କରୁଛନ୍ତି। ବ୍ରହ୍ମା ତ ତାଙ୍କର ପିତା। ବିଷ୍ଣୁଙ୍କର ଏକ ବିରାଟ ବିଗ୍ରହଟେ ପ୍ରତିଷ୍ଠା କରିବା ପାଇଁ ଅନନ୍ତ ଶଯ୍ୟାରେ ବିଷ୍ଣୁ ଶୟନ କରିଛନ୍ତି। ଆମେ ଦେଖିଛନ୍ତି ଅନନ୍ତ ଶଯ୍ୟାରେ ଯେତେବେଳେ ବିଷ୍ଣୁ ଶୟନ କରିଛନ୍ତି, ତାଙ୍କ ସହିତ ତାଙ୍କ ନାଭି କମଳରୁ ବାହାରିଛନ୍ତି ଯୋଉ ପଦ୍ମଟି ବାହାରିଛି, ତା ଉପରେ ବ୍ରହ୍ମା ଉପସ୍ଥିତ ଥାନ୍ତି ଏବଂ ତାଙ୍କର ଦକ୍ଷିଣ ପାର୍ଶ୍ଵରେ ଶିବଲିଙ୍ଗ ପ୍ରତିଷ୍ଠିତ ଥାଏ। ସିଏ କିନ୍ତୁ କହିଲେ କଣ, ଯେହେତୁ ଶିବଙ୍କୁ ସେ ପୂଜନୀୟ ବୋଲି କାହାରିକୁ ଗ୍ରହଣ କରେଇ ଦଉନାହାନ୍ତି, ସମସ୍ତଙ୍କୁ କହୁଛନ୍ତି ଶିବ ହଉଛନ୍ତି ବୈରାଗୀ, ତାଙ୍କର ସେ କିଛି ନୀତି ନିୟମ ନାହିଁ ତାଙ୍କର, ମଶାଣିରେ ବୁଲନ୍ତି, ତେଣୁ ତାଙ୍କୁ ଭିନ୍ନ ଭିନ୍ନ ସବୁ
ଉପାଧି ତାଙ୍କ ହିସାବରେ ଦେଇଛନ୍ତି, ଯୋଉଟା କି ସବୁ ମଣିଷ ଠାରୁ ବର୍ଜନୀୟ ବୋଲି ବା ସେ ସମ୍ପୂର୍ଣ୍ଣ ଭାବେ ଅଗ୍ରହଣୀୟ। କିନ୍ତୁ ହେଇଛି କଣ, ସେ ବିଗ୍ରହଟି ମନ୍ଦିର ଭିତରକୁ ପ୍ରବେଶ କରୁନାହିଁ। ସେଇଠି ସମସ୍ତେ ବ୍ୟସ୍ତ, ଯେ କାହିଁକି ପ୍ରବେଶ କରୁନି। କିନ୍ତୁ ଯୋଉମାନେ ସପ୍ତର୍ଷି ମଣ୍ଡଳ ରହିଛନ୍ତି, ଅନ୍ୟ ଋଷିଗଣ ରହିଛନ୍ତି, ସମସ୍ତେ ଜାଣିଛନ୍ତି ଯେହେତୁ ଏ ଅପୂର୍ଣ୍ଣ ମୂର୍ତ୍ତି ରହିଛି, କାହିଁକିନା ଯୋଉଠି ବ୍ରହ୍ମା ବିଷ୍ଣୁ ମହେଶ୍ୱର ନାହାନ୍ତି, ତିନି ଜଣ, ତେବେ ତାହା ପରିପୂର୍ଣ୍ଣ ହେଇନାହିଁ। ତେଣୁ ଯାଉନାହାନ୍ତି ବୋଲି ସମସ୍ତେ କହିଲେ ମଧ୍ୟ ଶୁଣିବେ ନାହିଁ। ତେଣୁ କେହି କିଛି କହିପାରୁନାହାନ୍ତି, ମୁହଁ ଖୋଲି ପାରୁନାହାନ୍ତି। ଇଏ ପୁଣି ଯଜ୍ଞ କରୁଛନ୍ତି, ବିଷ୍ଣୁଙ୍କୁ ପୁଣି ଆହ୍ୱାନ କରୁଛନ୍ତି, ତଥାପି ବି ହଉନାହିଁ। ଏହି ସମୟରେ ସତୀ ତାଙ୍କର ପୁତ୍ରୀ ସତୀଙ୍କୁ ଶିଳ୍ପକାର କହୁଛନ୍ତି। ସେ ଯାଇକି ଶିଳ୍ପକାରଙ୍କୁ ପଚାରୁଛନ୍ତି ଯେ ତୁମେ କଣ ଏମିତି ମୂର୍ତ୍ତି କରିଛ, ତାହା ପରିପୂର୍ଣ୍ଣ ହେଇନାହିଁ, ଅପରିପୂର୍ଣ୍ଣ ରହିଛି, ଆଉ ମୋ ବାପା ସେଠି ଅପମାନିତ ହଉଛନ୍ତି। ସେ କହିଲେ ଦେଖ, ମୋର କିଛି ଭୁଲ ନାହିଁ। ଯୋଉ ପରିପୂର୍ଣ୍ଣତା କଥା କୁହାହଉଛି, ଯୋଉ ଅପରିପୂର୍ଣ୍ଣ ଅଛି ବୋଲି କୁହାଯାଉଛି, ତାର ଜଡ଼ ହଉଛି କଣ, ତୁମ ବାପା ଶିବଙ୍କୁ ଗ୍ରହଣ କରିବା ପାଇଁ ରାଜି ନାହାନ୍ତି, ମହାଦେବଙ୍କୁ ଗ୍ରହଣ କରିବାକୁ ରାଜି ନାହାନ୍ତି। ତେଣୁ ମହାଦେବଙ୍କର ଯୋଉ ଶିବଲିଙ୍ଗ ସେଠି ପ୍ରତିଷ୍ଠା ହବା କଥା, ମହାଦେବଙ୍କର ସ୍ଥାନଟି ଫାଙ୍କା ରହିଛି, ରିକ୍ତ ରହିଛି। ତେଣୁ ସିଏ କିନ୍ତୁ ମୁଁ ଗ୍ରହଣ କରିବେନି, ତେଣୁ ମୁଁ କଣ କରିପାରିବି। ସେ କହୁଛନ୍ତି ତାହେଲେ କଣ କରିବା ନା, ଏଇଠି ଶିବଲିଙ୍ଗ ରଖା, ଯଦି ନେଇକି ସେଠି ରଖି ଦିଆଯାଏ, ତାହେଲେ ବିଗ୍ରହ ମନ୍ଦିର ଭିତରକୁ ପ୍ରବେଶ କରିବେ। ଏବଂ ସେଆ କରିଛନ୍ତି। ତାପରେ ବିଗ୍ରହ ମଧ୍ୟ ପଶି ଯାଇଛନ୍ତି, ଖୁସି ହେଇଗଲେ ଦକ୍ଷ। କିନ୍ତୁ ଦେଖିଲେ ଯେମିତି ଏଇଭଳି ଘଟଣା ହେଇଛି, କାରଣ କିଏ ସେ ନା ସତୀ, କାରଣ କିଏ ସେ ନା ଶିଳ୍ପକାର। ତେଣୁ ସେ ଉଭୟଙ୍କୁ ଦଣ୍ଡ ଦିଆଗଲା, ଶିଳ୍ପକାର ମାନଙ୍କୁ ବହିଷ୍କାର କରାଗଲା ଏବଂ ସତୀଙ୍କୁ ଦଣ୍ଡ ଦିଆଗଲା ଯେ ଲକ୍ଷେ ପଦ୍ମ ଫୁଲର ପାଖୁଡାରେ ସେ କଣ କରିବେ, ବିଷ୍ଣୁ ନାମ ଲେଖିବେ, ଜପ କରି କରି। ବର୍ତ୍ତମାନ ସେ ପଦ୍ମକୁ ସଂଗ୍ରହ କରିବା ଏବଂ ବିଷ୍ଣୁଙ୍କର ନାମ ଜପ କରିବା, ଏଇଥିପାଇଁ ଯୋଉ କଷ୍ଟ ସେ ସହିଛନ୍ତି, ନିଜେ ଯିବେ ଫୁଲ ଆଣିବା ପାଇଁ, ଯୋଉ ଝଡ ଝଞ୍ଝା ସହିଛନ୍ତି, ଖାଲି ପାଦରେ ଏଣେ ତେଣେ ବୁଲିଲା ବେଳେ ଯୋଉ କଣ୍ଟା ଫୁଟିବା ଠାରୁ ଆରମ୍ଭ କରି ପାହାଡ ପଥରର ଯୋଉ କଷ୍ଟ ଯନ୍ତ୍ରଣା, ଖରାର ଭିନ୍ନ ଭିନ୍ନ ସବୁ ଯେତେ ପ୍ରକାରର କଷ୍ଟ ଯୋଉ ପାଇଛନ୍ତି, ସେଇ କଷ୍ଟ ଗୁଡ଼ିକ ବାହ୍ୟ ଦୃଷ୍ଟିକୋଣରୁ ଦେଖିଲେ ବହୁତ କଷ୍ଟ ଏବଂ ସମସ୍ତେ କହିବେ ଆଦୌ ଠିକ ହେଇନାହିଁ। କିନ୍ତୁ ସେଇ କଷ୍ଟ ତାଙ୍କୁ ପ୍ରିପେୟାର କରୁଥିଲା, ପ୍ରସ୍ତୁତ କରୁଥିଲା ସିଏ ଯେ ମହାଦେବଙ୍କର ପତ୍ନୀ ହେବେ। ମହାଦେବ ଯିଏ ମଶାଣିରେ ରହୁଛନ୍ତି, ଭୂତ ପ୍ରେତ ଗଣମାନଙ୍କ ସହିତ ରହୁଛନ୍ତି, ଯିଏ ସେଠି ବରଫାବୃତ ଅଞ୍ଚଳ, ମଶାଣିରେ ବୁଲୁଛନ୍ତି, ମଶାଣିରେ ପୁରା ନିଆଁ ଧୂଆଁ ଖରା, ଇଏ ସବୁ ଭିନ୍ନ ଭିନ୍ନ ପରିସ୍ଥିତିରେ ଯେ କେତେ କଷ୍ଟରେ ଚଳିବାକୁ ହବ, ଇଏ ହଉଛନ୍ତି ଦକ୍ଷ ପ୍ରଜାପତିଙ୍କର ଅଲି ଅଳି ସ୍ନେହର କନ୍ୟା ସତୀ। ତାଙ୍କୁ ପୁଣି ସମସ୍ତେ ଭଲ ପାଆନ୍ତି, ମାନେ କେତେ ଅୟସରେ ବଞ୍ଚିଛନ୍ତି। ସିଏ ହଠାତ୍ ଯଦି ଯାଇ ସେଠି ପହଞ୍ଚିବେ, କହିପାରିବେ କି ନାହିଁ। ବର୍ତ୍ତମାନ ତାଙ୍କ ଶରୀରକୁ ପ୍ରସ୍ତୁତ କରାଇ ଯାଉଛି, ତାଙ୍କ ମନକୁ ପ୍ରସ୍ତୁତ କରାଇ ଦିଆଯାଉଛି, ତାଙ୍କର ପ୍ରାଣକୁ ପ୍ରସ୍ତୁତ କରାଇ ଦିଆଯାଉଛି। ସେ ଯେତେ ଯେତେ କଷ୍ଟ ସହୁଛନ୍ତି, ଯେମିତି ତାଙ୍କର ଏକ ପ୍ରସ୍ତୁତି। ତେଣୁ ମନ ଯୋଉ କଷ୍ଟ ଭୋଗ କରେ, ତାହା ଯେ ଶରୀର ଯେ କଷ୍ଟ ଭୋଗ କରେ, ତାହା ଯେ ତା ପାଇଁ ହିତକର, ଏଇ କଥା ବୁଝିବା ବ୍ୟକ୍ତିର ବହୁତ ପ୍ରୟାସ ଆବଶ୍ୟକ ତାକୁ ବୁଝିବା। ତେଣୁ ଶରୀର ବା ମନକୁ କୌଣସି କଷ୍ଟ ଭୋଗରୁ ଉଦ୍ଧାର କରି ଆଣିବା ଦ୍ୱାରା ତାର ଯେ ହିତକର ହୁଏ, ଏଇ ଯୋଉ ମନୁଷ୍ୟ ସ୍ତରରେ ଯୋଉ ସହାନୁଭୂତିଶୀଳ ହୋଇ ଆମେ ଯୋଉ ବ୍ୟକ୍ତି ମାନେ ରହିଥାନ୍ତି, ତାଙ୍କୁ ଏ କଥା ଅତ୍ୟନ୍ତ କଟୁ ଲାଗେ ବୋଲି ଏଠି ପ୍ରଭୁ ଲେଖୁଛନ୍ତି। ଆମେ ଏଥିରୁ ସଚେତନ ହବା, ପ୍ରତ୍ୟେକ ମୁହୂର୍ତ୍ତ, ପ୍ରତ୍ୟେକ ପରିସ୍ଥିତି ମତେ ମୋର ମନ ପ୍ରାଣ ଶରୀରକୁ ଆତ୍ମାର ଚତୁଃପାର୍ଶ୍ଵରେ
କେନ୍ଦ୍ରୀଭୂତ କରି ଗଢ଼ି ତୋଳୁ। ମାଙ୍କୁ ନେଇ ପ୍ରତ୍ୟେକ ମୁହୂର୍ତ୍ତରେ ବଞ୍ଚିବା ତା ପାଇଁ ଏକମାତ୍ର ଧ୍ୟେୟ ହେଇ ରହୁ। ଏହି ଆଶୀର୍ବାଦ ରଖି ଆମେ ଏଠି ରଖିବା। ମା। ଥ୍ୟାଙ୍କ ୟୁ ଅଲ୍।